ବନ୍ଧୁଗଣ ଦେଖନ୍ତୁ ଫାଇନାଲି ଓଡ଼ିଶାରେ ଆପଣଙ୍କର ଗୋଟିଏ ନୂଆ ବିଏଡ୍ ଆପଣଙ୍କର ଆସିବା ପାଇଁ ଯାଉଛି। ତାହା ହେଉଛି OSOU ଆପଣଙ୍କର ବିଏଡ୍। ଠିକ ଅଛି, ଯାହା ହଉ ଆପଣ ଜାଣିଥିବେ ନର୍ମାଲି ଡିଷ୍ଟାନ୍ସ ମୋଡରେ ଆମେ ଇଗ୍ନୁ ବିଏଡ୍ ଆପଣଙ୍କର କରିଥାଉ। ଆଉ ଇଗ୍ନୁ ବିଏଡ୍ କୋଉମାନଙ୍କ ପାଇଁ? କେବଳ ଆଉ କେବଳ ସିଟି ପିଲାମାନଙ୍କ ପାଇଁ ଆପଣଙ୍କର ଥିଲା। ସିଟି ପିଲାମାନେ ଯୋଉମାନେ +3 ବି କମ୍ପ୍ଲିଟ୍ କରିଥିବେ ଆଉ ସିଟି ବି ଆପଣଙ୍କର କମ୍ପ୍ଲିଟ୍ କରିଥିବେ ସେଇମାନେ ହିଁ କେବଳ ଇଗ୍ନୁ ବିଏଡ୍ କରିପାରୁଥିଲେ। କିନ୍ତୁ ଆପଣଙ୍କ ପାଇଁ ଗୁଡ୍ ନ୍ୟୁଜ୍ ଏଇଆ ଯେ OSOU ରେ ଆପଣଙ୍କର ବିଏଡ୍ ସମସ୍ତେ କରିପାରିବେ। ତ ଏହି ଭିଡିଓଟିକୁ ସମସ୍ତଙ୍କୁ ଲାଇକ୍ ଆଉ ସେୟାର କରିକି ଜଣାଇଦେବେ, ଯୋଉଦ୍ୱାରା କି ସମସ୍ତେ ଜାଣିପାରିବେ। ଆଉ ଚ୍ୟାନେଲକୁ ନୂଆ ଅଛନ୍ତି ଦେନ୍ ଏବେ ହିଁ ସବସ୍କ୍ରାଇବ୍ କରିକି ଅଲ୍ ନୋଟିଫିକେସନକୁ ବି ଆପଣ ଅନ୍ କରିଦେବେ। ଏବଂ ଯଦି ଆପଣ ବିଏଡ୍ ପରୀକ୍ଷାରେ ସୁନିଶ୍ଚିତ କ୍ୱାଲିଫାଇ କରିବା ପାଇଁ ଚାହୁଁଛନ୍ତି ନା, ୟୁଟ୍ୟୁବରେ ସର୍ଚ୍ଚ କରନ୍ତୁ ବିଏଡ୍ ପ୍ଲାନିଂ ଭିଡିଓ ବାଇ ଲକ୍ଷ୍ମୀଧର ସାର୍। ଯେମିତି ମୁଁ ଆପଣଙ୍କୁ କହିଛି ଖାଲି ସେମିତିକା ୱେରେ ପଢନ୍ତୁ, ବହୁତ ଇଜିଲି ଆପଣ କ୍ୱାଲିଫାଇ ହେଇଯିବେ। ଆଜି ମଧ୍ୟ ସକାଳେ ମୁଁ ଆପଣଙ୍କୁ ଜଣେଇଲି ଯେ ମାର୍ଚ୍ଚ ମାସରେ ଆପଣଙ୍କର ଅନଲାଇନ ଆପ୍ଲାଏ ଆପଣଙ୍କର ହବ ଏବଂ ମେ ଜୁନରେ ଆପଣଙ୍କର ପରୀକ୍ଷା ହେଇଯିବ। ଠିକ ଅଛି, ଯେମିତି ଆପଣଙ୍କର ହୁଏ ସେମିତିକା ହିଁ ଆପଣଙ୍କର ହବ। ଇଗ୍ନୁ ବିଏଡ୍ ଆପ୍ଲାଏ ଏବେ ବି ଆପଣଙ୍କ ଚାଲିଛି। ସବୁଦିନ ଆପଣଙ୍କ ପାଇଁ କ୍ଲାସ ଲକ୍ଷ୍ମୀଧର ସାର୍ ଅଫିସିଆଲ ଆପ୍ଲିକେସନରେ କରାହଉଛି। 7ରୁ 8 ଘଣ୍ଟା ଲେଖାଏଁ ଆପଣଙ୍କର କରାହବ। ଏବେ ପ୍ରଶ୍ନ ହଉଛି ଆପଣଙ୍କର ଏଇଆ କି ସାର୍ ଆମର ଏଇଠି ଦେଖନ୍ତୁ ଏହାର ନ୍ୟୁଜ ପେପର ଏଇଟା କୋଉଠି ବାହାରିଛି? ଆଜିର ସମ୍ବଲପୁର ଏଡିସନରେ ଆପଣଙ୍କର ପବ୍ଲିଶ ହେଇଛି ହେଲା। ସମ୍ବଲପୁର ଏଡିସନରେ ଆପଣ ପ୍ରମେୟର ସମ୍ବଲପୁର ଏଡିସନରେ ଆପଣ ଦେଖିପାରିବେ ପେଜ ନମ୍ବର 4ରେ ଆପଣଙ୍କର ପବ୍ଲିଶ ହେଇଛି। ଠିକ ଅଛି, କଣ ଲେଖା ହେଇଛି ନା ଜାମିଆ ମିଲିଆ ଇସଲାମିଆର ସ୍ୱୀକୃତି। ଠିକ ଅଛି, ତ OSOU ରେ ଦେଖନ୍ତୁ ଓଡ଼ିଶାରେ ଶିକ୍ଷା ବ୍ୟବସ୍ଥାକୁ ସୁଦୃଢ କରିବା ଓ ରାଜ୍ୟର ଛାତ୍ରଛାତ୍ରୀଙ୍କ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଓଡ଼ିଶା ରାଜ୍ୟ ମୁକ୍ତ ବିଶ୍ୱବିଦ୍ୟାଳୟ OSOU ରେ ବିଏଡ୍ ଏବଂ ଶିକ୍ଷାରେ ସ୍ନାତକୋତ୍ତର ପାଠ୍ୟକ୍ରମ ଆରମ୍ଭ ହୋଇଛି। ଆକ୍ଚୁଆଲି ଆରମ୍ଭ ହେଇନି, ଆରମ୍ଭ ହେବା ପାଇଁ ଯାଉଛି। ତ ଏଇଟା କାହା ଅଧୀନରେ ଆପଣଙ୍କର ଆସିବ ନା ଜାମିଆ ମିଲିଆ ଇସଲାମିଆର ଆପଣଙ୍କର ଅଧୀନରେ ଆସିବ। ଏବେ ଆପଣଙ୍କର ପ୍ରଶ୍ନ କି ସାର୍ ଆମର ତ ବିଏଡ୍ ବେସିକାଲି ଦୁଇ ପ୍ରକାର ଅଛି। ଗୋଟେ ହେଉଛି ନର୍ମାଲ ବିଏଡ୍ ଯୋଉଟା ଆପଣ ପ୍ରାଇଭେଟରେ ହଉ କିମ୍ବା ଗଭର୍ଣ୍ଣମେଣ୍ଟରେ ହଉ ଆପଣ କରୁଛନ୍ତି। ଆଉ ଗୋଟେ ହେଉଛି ଆପଣଙ୍କର କଣ ମାନେ ଗୋଟେ ଗୋଟେ ବିଏଡ୍ ହେଉଛି NCT ଅଧୀନରେ ଯୋଉଟା, ଆଉ ଗୋଟେ ହେଉଛି ସ୍ପେଶାଲ ବିଏଡ୍ ଯୋଉଟା କି RCI ଅଧୀନରେ ଆପଣଙ୍କର ଆସେ। ଠିକ ଅଛି, ତ ସାର୍ କୋଉ ବିଏଡ୍ ଟା ଆପଣଙ୍କର ଆସିବ? ଦେଖନ୍ତୁ ଯଦି ମୁଁ ଆପଣଙ୍କୁ କହିବା ପାଇଁ ଚାହିଁବି ଜାମିଆ ମିଲିଆ ଇସଲାମିଆ ଅଧୀନରେ ଯେତିକି ବି ବିଏଡ୍ ଅଛି ସେଥିରେ ଆପଣଙ୍କର ନର୍ମାଲ ବିଏଡ୍ ବି ଅଛି ଆଉ ସ୍ପେଶାଲ ବିଏଡ୍ ବି ଆପଣଙ୍କର ଅଛି। ବର୍ତ୍ତମାନ ଦେଖନ୍ତୁ ଓଡ଼ିଶାରେ ଯଦି ଆପଣ ସ୍ପେଶାଲ ବିଏଡ୍ କରିବେ ନା ତ ଆପଣ କେବଳ ଆପାର ପ୍ରାଇମେରୀ ଟିଚର ପାଇଁ ହିଁ ଏଲିଜିବଲ। ଆପାର ପ୍ରାଇମେରୀ ଟିଚର ପାଇଁ କେବଳ ଆପଣ ଏଲିଜିବଲ ଅଟନ୍ତି। କିନ୍ତୁ ଯଦି ଆପଣ ନର୍ମାଲ ବିଏଡ୍ କରିବେ ତାହେଲେ ବୋଥ ଆପଣ ଆପାର ପ୍ରାଇମେରୀ ଟିଚର ହାଇସ୍କୁଲ ଟିଚର ସବୁ ପାଇଁ ଆପଣଙ୍କର ଏଲିଜିବଲ। ତେଣୁକରି ଆଉ କୋର୍ସ ଫି ଆପଣଙ୍କର କେତେ ନା ପାର ସେମିଷ୍ଟର ବା ପାର ଇୟର ଆପଣ କହିପାରିବା ଗୋଟେ ବର୍ଷରେ ଆପଣଙ୍କର 2ଟା ସେମିଷ୍ଟର, 2 ବର୍ଷରେ ଆପଣଙ୍କର 4ଟା ସେମିଷ୍ଟର। ଦେଖନ୍ତୁ ଆପଣଙ୍କର 9,900 ଲେଖାଏଁ ପ୍ଲସ୍ ଏଇଟାକୁ ଏଡ୍ କରାଯିବ ଆଉ ଏଇଟାକୁ ଏଡ୍ କରାଯିବ। ତ ଆପଣ ଏଡ୍ କରିଦେଇ ପାରିବେ। ଭାବି ନିଅନ୍ତୁ ସେଇ ଆପଣଙ୍କର ଡିପେଣ୍ଡ କରେ, କୋର୍ସ ଫି ଗୁଡ଼ା ଭେରି ଆପଣଙ୍କର କରିପାରେ। ତ 16-17 ହଜାର ଲେଖାଏଁ ଆପଣଙ୍କର ପଡ଼ିବ। ତ 4ଟା ସେମିଷ୍ଟରରେ ଆପଣଙ୍କର ସେଇ 55ରୁ 60 କିମ୍ବା ସେ 68,000 ପାଖାପାଖି ଆପଣଙ୍କର ଖର୍ଚ୍ଚ ହବ ମାନେ 2 ବର୍ଷରେ। ଠିକ ଅଛି, ତ ଯଦି ଆମର ଦେଖନ୍ତୁ ଏଇ ବିଏଡ୍ ଆପଣଙ୍କର ଆସିଲା ନର୍ମାଲ ବିଏଡ୍ ତାହେଲେ ତ ଏଣ୍ଟ୍ରାନ୍ସ ଆପଣଙ୍କର ସୁନିଶ୍ଚିତ, ଏଣ୍ଟ୍ରାନ୍ସ ମାଧ୍ୟମରେ ହିଁ ଆପଣଙ୍କର ଆଡମିସନ ହବ। ଠିକ ଅଛି, କିନ୍ତୁ ଯଦି RCI ବିଏଡ୍ ଆପଣଙ୍କର ଆସିଲା RCI, ଠିକ ଅଛି, ଦେନ୍ ଏଇ ବିଏଡ୍ ପାଇଁ ଆପଣଙ୍କର ଏଣ୍ଟ୍ରାନ୍ସର କିଛି ଆବଶ୍ୟକତା ନାହିଁ। ମ୍ୟାକ୍ସିମମ୍ ଯେତିକି ବି ସିଟ୍ ଥିବ ସେ ଆପଣଙ୍କର ଚାହିଁଲେ ମାର୍କ ବେସିସରେ କରିପାରନ୍ତି, ଆଉ ଚାହିଁବେ ଯଦି ସେ ଏଣ୍ଟ୍ରାନ୍ସ କରିବା ପାଇଁ ତ ଏଣ୍ଟ୍ରାନ୍ସ କରିଦେଇ ପାରିବେ। ତ ପ୍ରାୟତଃ ଏଣ୍ଟ୍ରାନ୍ସ ଆପଣଙ୍କର ହେଇପାରେ ଯଦି ହବ ହେଲେ, ଆଉ ନହେଲେ ମାର୍କ ବେସିସରେ ହିଁ ପ୍ରାୟ ଆପଣଙ୍କର ହେଇଯିବ। କୋର୍ସ ଫି ସମ୍ପର୍କରେ କହିଲି, ତାହେଲେ ସାର୍ ଆଡମିସନ କେବେ ହବ? ଦେଖନ୍ତୁ ଆମର ଯୋଉ OSOU ରେ ଆଡମିସନ ଜାନୁଆରୀ ସେସନରେ ମାନେ ବର୍ତ୍ତମାନ ଆଡମିସନ ଚାଲିଛି, ଏଇ ସେସନରେ ଆପଣଙ୍କର ହବ ନାହିଁ। ତ କେବେ ହବ ନା ସେଇ ଯୋଉ ଜୁଲାଇ ସେସନରେ ହିଁ ଆପଣଙ୍କର ଆଡମିସନ ହବ ହେଲେ ହବ କିମ୍ବା ନେକ୍ସଟ ଡିସେମ୍ବର ଆଡକୁ ଆପଣଙ୍କର ହବ। ପ୍ରାୟତଃ ଜୁଲାଇ ବେଳକୁ ହିଁ ଆପଣ ମାନେ ଦେଖିବାକୁ ପାଇବେ। ବୁଝିଗଲେ ହେଲା? ତାହେଲେ ଯଦି ଆମର RCI ଆପଣଙ୍କର ଆସିଲା ଦେନ୍ ବହୁତ ହି ଲସ୍। ଆଉ ଯଦି ନର୍ମାଲ ଆପଣଙ୍କର ଆସିଗଲା ନର୍ମାଲ ବିଏଡ୍ ଦେନ୍ ବହୁତ ହି ଭଲ ଅଟେ। ଆପଣ ମାନେ
कौनसी भी कॉलेज को जीवा पई पड़िबोनी आपण घरे बसी की पढ़िबे खाली परीक्षा देबा पई आपणकर जीवे बस एतकी ही आपणकर जिंस बुझी गले कोर्स फी आपनको जणैली केबे आसीबो ताहा भी जणैली को माने करि परिबे जे +3 कंप्लीट करिथिबो +3 कंप्लीट करिथिबो एसटी एससी एससीबीसी पिलांकर जांकर 45% थिबो आउ जनरल पिलांकर आपणकर 50% आपणकर थिबो से माने करि परिबे अच्छा बुझी गले आरसीआई आसले बहुत लॉस नले नॉर्मल जदी स्टेट बीएड माने स्टेट बीएड टाइप रो आसे देन बहुत ही भलो आपण मानको पई बहुत ही भलो बेनिफिट आपणकर अटे अच्छा आउ टेंसो तल सर एथिरे पढले किछि असुविधा अछि कि बिल्कुल भी किछि आपणकर असुविधा नै नो प्रॉब्लम एट ऑल किछि असुविधा नै ठीक ना जामिया मिलिया इस्लामिया आपणकर बहुत ही भलो यूनिवर्सिटी अधीन रे आपणकर जेंति उत्कल यूनिवर्सिटी अधीन रे आपण माने करते सेई टाइप रो ठीक अछि आशा करिबी आपणकू कंप्लीट इंफॉर्मेशन शेयर करि पारिछि आपण माने पढ़ा आरंभ करि दियंतु थैंक यू जय जगन्नाथ धन्यवाद।